ଆପଣ ଯଦି ଏଇ ଯେଉଁ ଜିନିଷକୁ ଯେତେବେଳେ ଲୋକଲୋଚନକୁ ଆସୁଛି ସୋସିଆଲ ମିଡ଼ିଆ ମାଧ୍ୟମରେ କୁହାହେଉଛି କେଉଁଠି ନା କେଉଁଠି ସେ ନିଜର ପରିବାରକୁ ସଜାଡ଼ୁ ନାହାନ୍ତି, ବିଗାଡ଼ି ଦେଉଛନ୍ତି। ଆପଣମାନେ ମନେକର ଗୋଟେ ମାନେ ସ୍ୱାମୀ ସ୍ତ୍ରୀ କଥା ଛାଡ଼ି ଦିଅନ୍ତୁ, ବାପ ଝିଅ ଭିତରେ ପାଟିତୁଣ୍ଡ ଘରେ ଲାଗୁନାହାନ୍ତି, ବାପ ପୁଅ ପାଟିତୁଣ୍ଡ ଲାଗୁନାହାନ୍ତି, ସେମାନେ କ'ଣ ଘର ଛାଡ଼ି ପଳାଇଛନ୍ତି ଯାଇ ସୋସିଆଲ ମିଡ଼ିଆରେ କହି ବୁଲୁଛନ୍ତି ଯେ ମୋ ବାପ ମୋତେ ପିଟିଲା, ମୋ ବାପର ଅମୁକ ଖରାପ ଗୁଣ, ମୋ ବାପ ଅମୁକ ଜାଗାରେ କଖାରୁ ଚୋରି କରୁଥିଲା। ସେ କହୁଛନ୍ତି, ସେ ଗୁଲୁଆ ହୁଅନ୍ତୁ କି ମୁଲୁଆ ହୁଅନ୍ତୁ କି ସେ ଆପଣ ହୁଅନ୍ତୁ କି ଯିଏ ବି ହେଉ, କିଛି ନା କିଛି ତା ପଛପଟେ ଗୋଟେ କଳା ଇତିହାସ ରହିଛି, କଳା ରହସ୍ୟ ରହିଛି। ଜଣେ ଲୋକ ମନେକର ଜଣେ ଜଣଙ୍କର ଅର୍ଦ୍ଧାଙ୍ଗିନୀ ମାନେ ସେ ତାର ବିଷୟରେ କିଛି ତ କିଛି ଜାଣିବ, କିଛି ତ ଜାଣିବ, ତାକୁ ଆଣିକି ଲୋକଲୋଚନକୁ ପହଞ୍ଚେଇ ଦେବା, ତାମାନେ ତାର ବିଜନେସଟାକୁ ସେ ବରବାଦ କରିବାକୁ ଚାହୁଁଛି, ତାକୁ କୌଣସି ପ୍ରକାର ଦାଣ୍ଡରେ ପକାଇକି ହାଟରେ ନିଲାମ କରିଦେବାକୁ ତାକୁ ଇଜ୍ଜତ ଚାହୁଁଛି ଏବଂ ସେ ଯେଉଁ ଅବସ୍ଥାରେ ପୂର୍ବରୁ ଥିଲା ସେ ପୂର୍ବ ଅବସ୍ଥାକୁ ଫେରାଇ ଦେବା ପାଇଁ ଚେଷ୍ଟା ଚଲେଇଛି। ତେଣୁ ଏଇଟା କ'ଣ ଠିକ୍ ଜିନିଷ? ଆପଣ ଯଦି ଏଇ ଯେଉଁ ଜିନିଷକୁ ଯେତେବେଳେ ଲୋକଲୋଚନକୁ ଆସୁଛି ସୋସିଆଲ ମିଡ଼ିଆ ମାଧ୍ୟମରେ କୁହାହେଉଛି କେଉଁଠି ନା କେଉଁଠି ସେ ନିଜର ପରିବାରକୁ ସଜାଡ଼ୁ ନାହାନ୍ତି, ବିଗାଡ଼ି ଦେଉଛନ୍ତି। ଯେତେବେଳେ ଗୋଟେ ସ୍ତ୍ରୀ ଲୋକଟିଏ ଗୋଟେ ସ୍ୱାମୀର ଉତ୍ଥାନରେ ମାନେ ଅସହିଷ୍ଣୁ ହୋଇପଡ଼େ, ଉତ୍ଥାନରେ ଯେତେବେଳେ ଗୋଟେ ସ୍ତ୍ରୀ ଲୋକଟିଏ ସ୍ୱାମୀର ଦୁର୍ବଳତା ଜିନିଷକୁ ଲୋକଲୋଚନକୁ ପ୍ରକାଶ କରେ, ଯେତେବେଳେ ଗୋଟେ ସ୍ତ୍ରୀ ଲୋକଟିଏ ଗୋଟେ ସ୍ୱାମୀର ବିଜନେସଟାକୁ କିଭଳି ଭାବରେ ବରବାଦ କରିବ, ଡାଉନ୍ କରିବ, ସେଥିପ୍ରତି ଅହରହ ଚେଷ୍ଟା କରେ। ଯେତେବେଳେ ଗୋଟେ ସ୍ତ୍ରୀ ଲୋକଟିଏ ଗୋଟିଏ ତାର ହଜବ୍ୟାଣ୍ଡ ଯେଉଁଟା କହୁଛେ ଆମେ ସ୍ୱାମୀ ବୋଲି ଯାହାକୁ କହୁଛେ, ତାକୁ କେମିତି ବରବାଦ କରାଯିବ, ସମାଜରେ କେମିତି ବଦନାମ କରାଯିବ, ତାର ବିଜନେସ୍ କେମିତି ବନ୍ଦ କରିଦିଆଯିବ ଏବଂ ସେ କିଭଳି ଭାବରେ ରାସ୍ତାରେ ଆସି ଠିଆ ହୋଇ ବଦନାମ ହେଇଯାଉ, ତାକୁ ଲୋକ ତା ମୁହଁରେ ଛିପ ପକାନ୍ତୁ, ତାକୁ କେମିତି ହଇରାଣ ହରକତ କରନ୍ତୁ, ଯଦି ଚିନ୍ତା ଜଣେ କରିବ, ଆପଣ କେମିତି କହୁଛନ୍ତି ସ୍ତ୍ରୀ ସ୍ୱାମୀ ବୋଲି? ଆଉ ସେଇ ଜାଗାରେ ଜଣେ ଲୋକ କୌଣସି ପ୍ରକାର କମ୍ପ୍ରମାଇଜ୍ ହେଇକି ଆଉ ରହିପାରିବ ବୋଲି ଆପଣମାନେ ଭାବୁଛନ୍ତି? ଗୋଟେ ବାସନ ଥୁଆ ଭିତରେ ଯେତେବେଳେ ଗୋଟେ ବାସନ ଥୁଆରେ ଗୋଟେ ଟ୍ରେଟେ ବାହାର କରୁଛି, ଆପଣ ସେ ଖଡ଼ଖାଡ଼ ହେଉନି? ଆପଣମାନେ ମନେକର ଗୋଟେ ମାନେ ସ୍ୱାମୀ ସ୍ତ୍ରୀ କଥା ଛାଡ଼ି ଦିଅନ୍ତୁ, ବାପ ଝିଅ ଭିତରେ ପାଟିତୁଣ୍ଡ ଘରେ ଲାଗୁନାହାନ୍ତି, ବାପ ପୁଅ ପାଟିତୁଣ୍ଡ ଲାଗୁନାହାନ୍ତି, ସେମାନେ କ'ଣ ଘର ଛାଡ଼ି ପଳାଇଛନ୍ତି ଯାଇ ସୋସିଆଲ ମିଡ଼ିଆରେ କହି ବୁଲୁଛନ୍ତି ଯେ ମୋ ବାପ ମୋତେ ପିଟିଲା, ମୋ ବାପର ଅମୁକ ଖରାପ ଗୁଣ, ମୋ ବାପ ଅମୁକ ଜାଗାରେ କଖାରୁ ଚୋରି କରୁଥିଲା। ସେ କହୁଛନ୍ତି। ତେଣୁ ଏଠି ଆପଣ ଯଦି ଏଇଟା ଗୋଟେ କଥା। ଦ୍ୱିତୀୟ ଜିନିଷ ହେଉଛି ସେ ଯେଉଁଟା କହୁଛନ୍ତି ତାଙ୍କ ପରକ୍ରିୟା ପ୍ରୀତି ଥିଲା, ସେ ପଇସା ଖାଇଗଲେ, ସେ ମିଛ କହୁଛନ୍ତି, ଯେଉଁଟା କହୁଛନ୍ତି ଆପଣ ଥରେ ଆଖି ବୁଜିକି ଭାବନ୍ତୁ, ପ୍ରତି ସାଧୁସନ୍ଥ ଯେତେ ବଡ଼ ସାଧୁସନ୍ଥ ହେଉ ପଛେ ତା ପଛପଟେ ଗୋଟେ କଳା ଇତିହାସ ରହିଛି। ଆପଣ ଯେଉଁ ଲାଇଟ୍ଟା ଏଠି ଜଳୁଛି, ଲାଇଟ୍ ପଛରେ ଗୋଟେ ଛାଇ ରହିଛି। ଆପଣ ଯେକୌଣସି ଗୋଟେ ସକ୍ସେସଫୁଲ୍ ମଣିଷ ଆପଣମାନେ ଦେଖିବେ, ଯେକୌଣସି ଗୋଟେ ସକ୍ସେସଫୁଲ୍ ବିଜନେସମ୍ୟାନ୍ ଆପଣ ଦେଖିବେ, ତା ପଛରେ କିଛି ନା କିଛି ସେମାନେ ବହୁତ ସେଲିବ୍ରିଟିମାନଙ୍କୁ ଡାକିକିରି ନାଲିଆ ଡ୍ରେସ୍ ପତ୍ର ପିନ୍ଧିକିରି ପୁରା ସବୁ ବିଭିନ୍ନ ପ୍ରକାର ନାଟକବାଜି କରିକିରି ବାହାଘର କରିଛନ୍ତି। କିଛି ପ୍ରୋବ୍ଲେମ୍ ନାହିଁ, ବାହାଘର କରନ୍ତୁ, କିନ୍ତୁ ପର ମୁହୂର୍ତ୍ତରେ ହଠାତ୍ ବାହାଘର ଅଳ୍ପ ଦିନ ପରେ ଯଦି ଆପଣ କହିବେ ଏମିତି ସୋସିଆଲ ମିଡ଼ିଆ ମାଧ୍ୟମରେ ଆସି କହିବାଟା କାହିଁକି ନା କେଉଁଠି ମୁଁ ମାନେ ମୋତେ ଭଲ ଲାଗୁନି। ଆପଣମାନଙ୍କୁ କ'ଣ ଲାଗୁଥିବ ମୋତେ ଭଲ ଲାଗୁନି। ଯଦି ଆପଣମାନଙ୍କ ଭିତରେ ଗୋଟେ ମ୍ୟାରେଜ୍ ହେଇଥିଲା, ଗୋଟେ ଛାତ ତଳେ ଆପଣମାନେ ରହୁଥିଲେ, ପରକ୍ରିୟା ପ୍ରୀତି ହେଉ, ମିସ୍ଅଣ୍ଡରଷ୍ଟାଣ୍ଡିଂ ହେଉ, କିଏ କାହାର ପଇସା ନେଇଗଲା ହେଉ, କେଉଁଥିପାଇଁ ବି ହେଉ, ଯଦି ଆପଣଙ୍କ ଭିତରେ ମନେକର ଆଉ ମତାନ୍ତର ହେଲା, ଆଚ୍ଛା କୋର୍ଟ କଚେରୀ ଅଛି କ'ଣ ପାଇଁ? ଏ ଯେଉଁ ସୋସିଆଲ ମିଡ଼ିଆ ପାଇଁ? ଆପଣ କୋର୍ଟ କଚେରୀକି ଯାଇଥାନ୍ତେ, କୋର୍ଟ କଚେରୀରେ ଡାଇଭର୍ସ ଫାଇଲ୍ କରିଥାନ୍ତେ, ଚୁପଚାପ ଆପଣଙ୍କର ମନେକର ଆପଣ ସିମ୍ପଲ୍ କଥା ଦେଖନ୍ତୁ, ଛୋଟି ସି ଜିନ୍ଦଗୀ, ଜୀବନଟା ବହୁତ ଛୋଟ। ତେଣୁ ଗୋଟେ ଜିନିଷ ହେଉଛି ଯଦି ଦୁଇ ଜଣଙ୍କ ଭିତରେ ସ୍ୱାମୀ ସ୍ତ୍ରୀ ଭିତରେ ମନେକର ନ ପଡ଼ିଲା, ପ୍ରଥମେ ନିଜ ଭିତରେ ସେଟାକୁ ସମାଧାନ କରିବା ପାଇଁ ଚେଷ୍ଟା କରାଯାଉ। ଯଦି ସେମାନଙ୍କ ଭିତରେ କୌଣସି ପ୍ରକାର ଭାବରେ ଆଉ ସେମାନଙ୍କ ଭିତରେ ପଡ଼ିବନି ବୋଲି ଫାଇନାଲାଇଜ୍ ଯେତେବେଳେ ଜଣଯାକ ଜାଣିଗଲେ, ସିମ୍ପଲ୍ ଆଜ୍ଞା ଯାଇକି ମ୍ୟୁଚୁଆଲ୍ ଡାଇଭର୍ସ କରିଦେବା ଉଚିତ। ଏଇଟା ହେଉଛି ମୋର ପର୍ସନାଲ୍ ମତାମତ। ଯଦି ଆପଣ କହିବେ ଯଦି ଗୋଟେ ଲାଇଫଟାକୁ ଏଇ ଯେଉଁ କୋର୍ଟ କଚେରୀ ଭିତରେ ଦୌଡ଼ି ଧାପଡ଼ି ପାଟି ତୁଣ୍ଡ ହୋ ହେଲା, ତୁମକୁ ଯେମିତି କିଛି ଲୋକ ଚିହ୍ନିଛନ୍ତି ତାଙ୍କୁ ବି କିଛି ଲୋକ ଚିହ୍ନିଛନ୍ତି, ହଁ କି ନାହିଁ? ଆପଣ ଯେଉଁ ହଲିଉଡ଼ ବଲିଉଡ଼ରେ ଡାଇଭର୍ସ ହେଉଛି, କି ଆପଣମାନେ ଜାଣୁଛନ୍ତି? ସେ କ'ଣ କରୁଛନ୍ତି? ସିମ୍ପଲ୍ ଡାଇଭର୍ସ, ମାନେ ମ୍ୟୁଚୁଆଲ୍ ଡାଇଭର୍ସଟି ନେଇଯାଉଛନ୍ତି, ଯିଏ ଯାହା ଲାଇଫରେ ରହିଲେ। ତେଣୁ ଏବେ ଏଇ ଯେଉଁ ସୋସିଆଲ ମିଡ଼ିଆ ମାଧ୍ୟମରେ ସେ ପରକ୍ରିୟା ପ୍ରୀତି କଲା, ସେ ମୋର ପଇସା ନେଇଗଲା, ସେ ଅମୁକ ହେଲା, ଏଗୁଡ଼ାକ ଯେଉଁ ପର୍ଯ୍ୟାଲୋଚନା ହେଉଛି, ଏଇଟା ବାସ୍ତବିକ ଠିକ୍ ହେଉନି। ଏଇଟା ବଡ଼ ଦୁଃଖର କଥା। କହିଲି ପରା, ଗୋଟେ ଆପଣ ଯେଉଁଟା କହୁଛନ୍ତି ସ୍ୱାମୀ ସ୍ତ୍ରୀ ମନେକର କହୁଛନ୍ତି ସ୍ୱାମୀ ସ୍ତ୍ରୀ, ଆମେ ଗୋଟେ ସ୍ତ୍ରୀ କାହାକୁ କହିବା? ପ୍ରଥମେ ଆପଣମାନେ ଚିନ୍ତା କରିବା ଦରକାର, ଜନସାଧାରଣ ମଧ୍ୟ ଚିନ୍ତା କରିବା, ଗୋଟେ ସ୍ତ୍ରୀ ଆମେ କାହାକୁ କହିବା? ଗୋଟେ ଯେଉଁ ଆପଣଙ୍କର ଯେଉଁଠି ଗୋଟେ କ'ଣ ଯେଉଁ ଏରିଥମେଟିକ୍ସ ଯେଉଁଟା ଆମେ କହୁଛେ, ସେଥିରେ କ'ଣ ହେଲା 1+1=2, କିନ୍ତୁ ବିବାହ ଗୋଟେ ଏଭଳି ମାନେ ଗଣିତ ଯେଉଁଟା ଯେଉଁ ଏରିଥମେଟିକ୍, ଯେଉଁ କଷ୍ଟ ଗଣିତ, ସେ କଷ୍ଟ ଗଣିତରେ 1+1=1 ବୋଲି କୁହାଯାଏ। କାହିଁକି ନା ଗୋଟେ ସ୍ତ୍ରୀ ସବୁବେଳେ ସ୍ତ୍ରୀ ଏବଂ ସ୍ୱାମୀ ସ୍ତ୍ରୀ ଦୁଇ ଯାକ ଗୋଟେ ଅଙ୍ଗ,
ମାନେ ମାନେ ଯେଉଁ ଯଦିଓ ଦୁଇ ଜଣ ଦୁଇଟା ମଣିଷ କିନ୍ତୁ ଦୁଇ ଜଣ ଯାକ ଗୋଟେ ଅଙ୍ଗ ଏକ ଅଙ୍ଗେ ବୋଲି ଆପଣଙ୍କୁ କୁହାଯାଏ ଯେଉଁଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କର ଆପଣ ଦେଖିବେ ଗୋଟେ ରୂପ ରାଧା ଏବଂ କୃଷ୍ଣ ସେ ଦୁଇ ଜଣ ଯାକ ଗୋଟେ ଫାଳେ ହେଉଛି ରାଧା ଫାଳେ ହେଉଛି କୃଷ୍ଣ ଅର୍ଥାତ୍ ଏକ ଅଙ୍ଗ ଗୋଟେ ହେଉଛି ପୁରୁଷ ଗୋଟେ ହେଉଛି ସ୍ତ୍ରୀ ସେ ହେଉଛନ୍ତି ସ୍ୱାମୀ ସ୍ତ୍ରୀ।